तो 22 मे 2025 गुरुवार को पड़ुची ज्येष्ठ मासर दशमी तिथि आउ एही तिथि ସେହି ତିଥି ଯାହା ଜ୍ୟେଷ୍ଠ ମାସରେ ପଡୁଥିବା ସବୁଠାରୁ ବଡ଼ ତିଥି କାହିଁକି ନା ଏହି ତିଥି ଗୁରୁବାରକୁ ପଡୁଛି ଆଉ ଏହି ତିଥିର ବହୁତ ବଡ଼ ବିଶେଷ ମହତ୍ତ୍ୱ ହୋଇଥାଏ। ଯଦି ବି କେବେ ଆପଣଙ୍କୁ ମୌକା ଲାଗିଯାଏ ଜ୍ୟେଷ୍ଠ ମାସରେ ଦଶମୀ ତିଥି ଗୁରୁବାରକୁ ପଡ଼ିଯାଏ ତ ଗୋଟିଏ ହଳଦୀ ବାଲା ଦୀପର ଉପାୟ ଆପଣମାନଙ୍କୁ ଅବଶ୍ୟ କରିବା ଉଚିତ। ଏହି ଗୁରୁବାର ଦଶମୀ ତିଥିରେ ଯଦି କୌଣସି ବି ବଡ଼ ଉପାୟ ଥାଏ ତ ତାହା ହେଉଛି ହଳଦୀ ବାଲା ଦୀପର ଉପାୟ। ଆଉ ଏହି ଗୁରୁବାର ଦିନ ଆପଣ ଏହି ଦୀପ ବାଲା ଉପାୟ ଜରୁର କରନ୍ତୁ। ତେବେ ଚାଲନ୍ତୁ ହଳଦୀ ବାଲା ଦୀପର ଉପାୟକୁ ଆପଣ କିପରି କରିବେ ଜାଣିବା, କିନ୍ତୁ ତା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲରେ ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦେବେ। ଭିଡ଼ିଓ ଗୋଟେ ଲାଇକ୍ କରି ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରିବେ ଏବଂ କମେଣ୍ଟ ବକ୍ସରେ ଶ୍ରୀ ଶିବାୟ ନମସ୍ତୁଭ୍ୟମ୍ ଓମ୍ ନମୋ ଶିବାୟ ନିହାତି ଲେଖିଦେବେ। ଏହି ହଳଦୀ ବାଲା ଦୀପକୁ ଆପଣ ଦଶମୀ ତିଥି ଗୁରୁବାର ଦିନ ସକାଳେ କରିପାରିବେ ଏବଂ ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ ବି ଏହି ଉପାୟକୁ ଆପଣ କରିପାରିବେ। ଜ୍ୟେଷ୍ଠ ମାସରେ ବିଶେଷ କରି ଭଗବାନ ଶଙ୍କର ଓ ମାତା ପାର୍ବତୀ ଓ ଶ୍ରୀହରି ବିଷ୍ଣୁଙ୍କୁ ପୂଜା କରାଯାଏ। ଏହା ସହ ଏହି ଦିନ ଗୁରୁବାରକୁ ପଡୁଛି ତ ଏହା ବୁଝି ନିଅନ୍ତୁ କି ଆପଣଙ୍କ ଜୀବନରେ ଧନ ଆସିବ ଏବଂ ସୁଖ ବି ଆସିବ। ଧନ ବଢିବ ବି ଆପଣଙ୍କ ଜୀବନରେ ସମସ୍ତ ସଙ୍କଟକୁ ଭଗବାନ ଶିବ ଦୂର କରିଦେବେ। ତ ଆପଣ ସମସ୍ତେ ଜାଣିଛନ୍ତି କି ଶ୍ରୀହରି ବିଷ୍ଣୁଙ୍କୁ ତୁଳସୀ ଗଛ ସବୁଠାରୁ ପ୍ରିୟ ହୋଇଥାଏ। ବିନା ତୁଳସୀ ମାତାଙ୍କ ବିନା ଶ୍ରୀହରି ବିଷ୍ଣୁ ଅଧୁରା ହୋଇଥାନ୍ତି। ତ ଆପଣ ତୁଳସୀର 5ଟି ପତ୍ର ନେବେ। ସେହି 5ଟି ତୁଳସୀ ପତ୍ରକୁ ଆପଣ ଶ୍ରୀହରି ବିଷ୍ଣୁଙ୍କୁ ଅର୍ପଣ କରିବାକୁ ପଡ଼ିବ। ଆପଣଙ୍କ ପୂଜା ଘରେ ହିଁ ତୁଳସୀ ପତ୍ର ଅର୍ପଣ କରିବେ। ଏହା ସହ ଦେଶୀ ଘିଅର ଦୀପଟିଏ ଗୋଲ ବତି ପକାଇ ଆପଣ ସେହି ଦୀପକୁ ପ୍ରଜ୍ୱଳିତ କରିବେ। ଏହା ସହ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ 11ରୁ 12 ଥର ଜପ କରିବେ। ତାପରେ ଆପଣଙ୍କର ପ୍ରତ୍ୟେକ ଇଚ୍ଛା ପ୍ରତ୍ୟେକ ମନସ୍କାମନାକୁ ଶ୍ରୀହରି ବିଷ୍ଣୁଙ୍କୁ କହିଦେବେ। ତାପରେ ଦେଖିବେ ଆପଣଙ୍କର ୱିଶ୍ ଯାହା ବି ଆପଣଙ୍କ ଜୀବନରେ ଚାହିଁବେ। ଯଦି ନିର୍ଧନତା ବହୁତ ଅଛି ଆପଣଙ୍କ ଘରୁ ଗରିବକୁ ସବୁଦିନ ପାଇଁ ଦୂର କରିବା ପାଇଁ ଚାହାନ୍ତି, ପଇସା ଯଦି ଆପଣଙ୍କ ପାଖରେ ରହୁନାହିଁ, ଯଦି ଆପଣଙ୍କ ପରିବାରରେ କୌଣସି ବ୍ୟକ୍ତି ଥାନ୍ତି ଯାହାଙ୍କର ସବୁବେଳେ ଖାଲି ଦେହ ଖରାପ ବେମାରରେ ପଡୁଛନ୍ତି କିମ୍ବା ଆପଣଙ୍କ ପରିବାରର କାହାର ବିବାହ ହେଇପାରୁନାହିଁ ତ ତାହା ବି ଆପଣଙ୍କର ୱିଶ୍ ବାସ୍ ମାତ୍ର ଗୋଟିଏ ଥର ଶ୍ରୀହରି ବିଷ୍ଣୁଙ୍କୁ କହିଦେବେ। ଆଉ ଏହି ଦିନ ଗୁରୁବାରଟି ପଡୁଛି ଆଉ ଏହି ଦିନ ଏତେ ଉତ୍ତମ ହୋଇଥାଏ ଯାହାକି ଆପଣ ଏହି ଦିନ ଶ୍ରୀହରି ବିଷ୍ଣୁଙ୍କୁ ମାଗିବେ ଯାହା ବି କହିବେ ତ ଆପଣଙ୍କର ଯାହା ବି ୱିଶ୍ ବହୁତ ଜଲ୍ଦି ପୁରା କରିଦେବେ ଶ୍ରୀହରି ବିଷ୍ଣୁ। ତ ଏହା ଥିଲା ପ୍ରଥମ ଉପାୟ। ଏବେ ଚାଲନ୍ତୁ ଦ୍ୱିତୀୟ ଉପାୟଟି ଜାଣିବା। ଆଉ ଏହି ଉପାୟକୁ କରିବା ଦ୍ୱାରା ଆପଣ ଆପଣଙ୍କ ଜୀବନରେ ମହାଧନୀ ବନିଯିବେ। ଏତେ ଧନ ଆପଣଙ୍କୁ ମିଳିବ ଯେ କେବେ ବି ଆପଣଙ୍କର ଧନ କମି ଆସିବ ନାହିଁ, କେବେ ବି ଆପଣଙ୍କର ଧନ ବର୍ବାଦ ହେବ ନାହିଁ, ଆପଣଙ୍କର ପଇସାର ବର୍ବାଦୀ ଆପଣଙ୍କ ଜୀବନରେ ଅଟକିଯିବ। ତ ଉପାୟ ପାଇଁ ଆପଣ ନେବେ ପେସା ହଳଦୀ ଆଉ ଏହି ହଳଦୀ ଶ୍ରୀହରି ବିଷ୍ଣୁଙ୍କ ସହ ଯୋଡ଼ା, ଗୁରୁ ଗ୍ରହ ସହ ବି ଯୋଡ଼ା। ଏହି ହଳଦୀ ଆପଣଙ୍କର କୁଣ୍ଡଳୀରେ ଗୁରୁ ଗ୍ରହକୁ ମଜବୁତ କରିବା ପାଇଁ ସୁଖ ସମୃଦ୍ଧିକୁ ଟାଣିକି ଆଣିବାର କାମ କରିଥାଏ ଏହି ହଳଦୀ। ଧନକୁ ବଢାଇବାର ବି କାମ କରିଥାଏ ହଳଦୀ। ତ 1 ଚୁଟକି ପେସା ହଳଦୀ ନେବେ ଆଉ ସେହି ପେସା ହଳଦୀ ଯୋଉ ନେଇଥିଲେ ଆପଣ ଆପଣଙ୍କର ଚଉରାରେ ଲାଗିଥିବା ତୁଳସୀ ଗଛ ମୂଳରେ ସେହି ହଳଦୀକୁ ଶୁଖିଲା ଢାଳିବେ, ପାଣି ମିଶାଇବେ ନାହିଁ। ଆଉ ହଳଦୀ ଢାଳିବା ସମୟରେ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ଆପଣ 11ରୁ 12 ଥର ଜପ କରିବେ। ତ ଏହି ଉପାୟକୁ ଯେଉଁ ବ୍ୟକ୍ତି ଗୁରୁବାର ଦିନ କରିଦେଇଥାନ୍ତି ତ ତାଙ୍କ ଜୀବନରେ ନୁହେଁ ବରଂ ତାଙ୍କର 7 ପିଢ଼ିଙ୍କ ଜୀବନରୁ ନିର୍ଧନତା ଗରିବୀକୁ ସେ ଦୂର କରିଦେଇଥାନ୍ତି। କାହିଁକି ନା ହଳଦୀ କେବେ ସାଧାରଣ ନୁହେଁ, ହଳଦୀ ଏତେ ଉତ୍ତମ ହୋଇଥାଏ କି ରାତାରାତି ଆପଣଙ୍କ ଜୀବନରେ ଚମତ୍କାର ଆଣିଥାଏ। ଆଉ ଏହି ଉପାୟକୁ ଏହି ଗୁରୁବାର ଦିନ ଆପଣ ନିହାତି କରନ୍ତୁ। ତ ଏହି ଉପାୟକୁ କରିବା ଦ୍ୱାରା ଭଗବାନ ଶଙ୍କର ଓ ଶ୍ରୀହରି ବିଷ୍ଣୁ ପ୍ରସନ୍ନ ହୋଇ ଆପଣଙ୍କ ଜୀବନରେ ଯେତେ ବି ଗରିବୀ ଯେତେ ବି ନିର୍ଧନତାକୁ ଆଉ ଆସିବାକୁ ଦେବେ ନାହିଁ। ତ ଏବେ ଚାଲନ୍ତୁ ତୃତୀୟ ଉପାୟଟି ଜାଣିବା। ଆଉ ଏହି ଉପାୟଟି ଆପଣଙ୍କର ଘରର ମୁଖ୍ୟ ଦ୍ୱାର ସହ ଯୋଡ଼ା। ଆଉ ଏହି ଉପାୟ ଶ୍ରୀ ଲକ୍ଷ୍ମୀଙ୍କ ବାସ ପାଇଁ। ଏତେ ପଇସା ଆପଣଙ୍କ ଘରକୁ ଆସିବ ଯେ ଯାହା ଆପଣଙ୍କ ଘରେ ହିଁ ରହିବ। ତ ଯେଉଁ ଲୋକଙ୍କ ଘରେ ଧନର ବର୍ବାଦୀ ହେଉଛି ଖାସ କରି ସେହି ବ୍ୟକ୍ତି ଏହି ତୃତୀୟ ଉପାୟଟିକୁ କରିବା ଉଚିତ।
କିମ୍ବା ଯେଉଁ ଲୋକଙ୍କ ଘରେ ବିଲକୁଲ ପଇସା ଆସୁନାହିଁ, ମୁଣ୍ଡ ଉପରେ ସବୁବେଳେ କରଜର ବୋଝ ଲାଗି ରହିଛି, ସେହି ବ୍ୟକ୍ତି ଏହି ତୃତୀୟ ଉପାୟକୁ ନିହାତି ଥରେ କରିକି ହିଁ ଦେଖନ୍ତୁ। ଆଉ ଏହି ତୃତୀୟ ଉପାୟ ପାଇଁ ଆପଣ ହଳଦୀ ନେବେ, ପେଶା ହଳଦୀ ନେବେ, ଆଉ ଅଳ୍ପ ପାଣି ପକାଇ ସେହି ହଳଦୀକୁ ଗାଢ଼ା ଗାଢ଼ା ପେଷ୍ଟ ବନାଇଦେବେ। ଆଉ ସେହି ହଳଦୀର ପେଷ୍ଟରେ ଆପଣଙ୍କର ଘରର ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ଦୁଇଟି ସ୍ୱସ୍ତିକ ଚିହ୍ନ ବନାଇଦେବେ। ବାସ୍ ଏହି ଉପାୟକୁ ଆପଣ ଗୁରୁବାର ଦିନ କରିଦେଉଛନ୍ତି ତ ଏହାର ଚମତ୍କାର ଆପଣ ନିଜେ ହିଁ ଦେଖିବେ। ତ ଏବେ ଆସନ୍ତୁ ଆଉ ଗୋଟିଏ ସବୁଠାରୁ ବଡ଼ ଚମତ୍କାରୀ ମହା ଉପାୟଟେ ଜାଣିବା। ଆଉ ଏହି ଉପାୟକୁ ପ୍ରତ୍ୟେକ ପୁରୁଷ ବି କରିପାରିବେ, ପ୍ରତ୍ୟେକ ମହିଳା ବି କରିପାରିବେ। ଆଉ ଏହି ଉପାୟକୁ କରିବା ଦ୍ୱାରା ଆପଣ ଆପଣଙ୍କର ଶୋଇଥିବା ଭାଗ୍ୟକୁ ଚମକାଇ ଦେଇପାରିବେ। ଯେଉଁ ଜିନିଷ ଆପଣଙ୍କର ଭାଗ୍ୟରେ ନାହିଁ ତାହା ଆପଣଙ୍କୁ ମିଳିବ। ଯଦି ବି ଆପଣଙ୍କର ଭାଗ୍ୟରେ ଧନ ଲେଖା ନାହିଁ, ତଥାପି ଆପଣ ଧନବାନ ବନିବେ। କାହିଁକି ନା ଆପଣ ଆପଣଙ୍କ ପାଇଁ ଆପଣଙ୍କର ଭାଗ୍ୟକୁ ସୌଭାଗ୍ୟରେ ବଦଳାଇ ଦେଇପାରିବେ। ଆଉ ରାତାରାତି ଆପଣଙ୍କ ପାଖକୁ ପଇସା ଆସିବା ଆରମ୍ଭ ହୋଇଯିବ। ତ ଆପଣ କ'ଣ କରିବେ ନା ଆପଣ ଏହି ଉପାୟ ପାଇଁ ପେଶା ହଳଦୀ ନେବେ ଓ ଏହା ସହ ଗୋଟିଏ ମାଟିର ଦୀପ ନେବେ। ଆଉ ମାଟିର ଦୀପର ରଙ୍ଗ ଲାଲ ହୋଇଥାଏ। ଆଉ ଏହି 2025 ବର୍ଷଟି ମଙ୍ଗଳର ବର୍ଷ ହୋଇଥାଏ। ତ ଏଥିପାଇଁ ଆପଣ ମାଟିର ଦୀପ ହିଁ ନେବେ। ସେହି ଦୀପରେ ଶୁଦ୍ଧ ଦେଶୀ ଘିଅ ଦେବେ। ଆଉ ସେହି ଦୀପରେ ଏକ ଚୁଟକି ହଳଦୀ ପକାଇଦେବେ। ତାପରେ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ବୋଲି ବୋଲି ହଳଦୀକୁ ପକାଇବେ। ଓ ଯେଉଁ ଗୁରୁବାର ଆସୁଛି 22 ମେକୁ, ଏହି ଦିନ ଅନେକ ଶୁଭ ଓ ଉତ୍ତମ ଯୋଗ ବନୁଅଛି। ଏମିତିରେ ବି ଜ୍ୟେଷ୍ଠ ମାସରେ ବି କୌଣସି ବି ଗୁରୁବାର ଦିନ ଆପଣ ଏହି ଉପାୟକୁ କରିପାରିବେ। କିନ୍ତୁ ଏହି ଗୁରୁବାରକୁ ଆୟୁଷ୍ମାନ ଯୋଗ ସହିତ ପ୍ରୀତି ଯୋଗର ନିର୍ମାଣ ହେବାକୁ ଯାଉଛି। ତ ଏଥିପାଇଁ ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ରାତାରାତି ଚମକିବ। ଯେଉଁ ଦୀପରେ ଆପଣ ହଳଦୀ ପକାଇଥିଲେ ସେହି ଦୀପକୁ ଆପଣ ଆପଣଙ୍କର ଘରର ପୂଜା ଘରେ ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ପ୍ରଜ୍ୱଳିତ କରିବେ। ଦୀପ ପ୍ରଜ୍ୱଳିତ କରିବା ପୂର୍ବରୁ ଆପଣ ଭଗବାନ ଗଣେଶଙ୍କୁ ଧ୍ୟାନ କରିବେ। କାହିଁକି ନା ଗଣେଶ ହେଉଛନ୍ତି ପ୍ରଥମ ପୂଜନୀୟ ଅଟନ୍ତି। ଆଉ ଭଗବାନ ଗଣେଶ ସବୁଠାରୁ ବୁଦ୍ଧିମାନ ଦେବତା ବି ଅଟନ୍ତି। ଆପଣଙ୍କର ଜୀବନରେ ଯେଉଁ ଜିନିଷ ଅଟକି ଯାଇଛି, ଆପଣ ଆପଣଙ୍କ ଜୀବନରେ ଯେଉଁ ଜିନିଷକୁ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି, ତ ଆପଣ ଭଗବାନ ଗଣେଶଙ୍କୁ ସବୁଠୁ ପ୍ରଥମେ ପ୍ରାର୍ଥନା କରିବେ। ତାପରେ ସେହି ଦୀପକୁ ଆପଣ ମାତା ଲକ୍ଷ୍ମୀ ଓ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ସାମ୍ନାରେ ପ୍ରଜ୍ୱଳିତ କରିବେ ଆପଣଙ୍କର ମନସ୍କାମନାକୁ କହି କହି। ଯଦି ଧନ ଚାହାନ୍ତି ତ ଧନ ପାଇଁ ପ୍ରାର୍ଥନା କରିବେ। ଯେଉଁ ଘରେ ସୁଖ ଶାନ୍ତି ଚାହାନ୍ତି, ଘରେ ଯଦି କଳି ଝଗଡ଼ା ଚାହାନ୍ତି ନାହିଁ, ସେଥିପାଇଁ ପ୍ରାର୍ଥନା କରିବେ। ତ ଦେଖନ୍ତୁ, ଏହା ଏକ ଏମିତି ଉପାୟ ଯାହାକୁ ଜ୍ୟେଷ୍ଠ ମାସରେ ଗୁରୁବାରକୁ କରିବେ। ତ ରାତାରାତି ଧନ ଆପଣଙ୍କ ପାଖକୁ ଆସିଥାଏ ଆଉ ଆପଣ ମହାଧନୀ ବନିଥାନ୍ତି। ଆଉ ଗୁରୁବାର ଦିନ ଶ୍ରୀହରି ବିଷ୍ଣୁଙ୍କୁ ସମର୍ପିତ ହୋଇଥାଏ। ଆଉ ଗୁରୁବାର ଦିନଟି ଗୁରୁ ବୃହସ୍ପତିଙ୍କୁ ସମର୍ପିତ ହୋଇଥାଏ। ଏମିତିରେ ଏହି ଦୀପର ଉପାୟ ଦ୍ୱାରା ଆପଣ ଆପଣଙ୍କ ଜୀବନରେ ପ୍ରତ୍ୟେକ ଜାଗାରୁ ଧନ ପ୍ରାପ୍ତ କରିଥାନ୍ତି। ଯେଉଁ ରାସ୍ତା ଧନ ଆସିବାର ବାଟ ବନ୍ଦ ହୋଇଯାଇଛି, ସେହି ରାସ୍ତା ଆପଣଙ୍କ ଜୀବନରେ ଖୋଲିଯିବ। ଏହି ଉପାୟଟି ବହୁତ ଛୋଟିଆ ଉପାୟଟିଏ, କିନ୍ତୁ ମହା କଲ୍ୟାଣକାରୀ କରିଦେବ ଆପଣଙ୍କର ଜୀବନକୁ। ଏହି ଉପାୟ ଆପଣ ଏହି ଉପାୟକୁ ସଚ୍ଚା ଓ ଶ୍ରଦ୍ଧାର ସହ ପୁରା ନିଷ୍ଠାର ସହ ଥରେ କରିକି ହିଁ ଦେଖନ୍ତୁ କିପରି ଆପଣଙ୍କ ଜୀବନରେ ଏହା ମହା ଚମତ୍କାର ଆଣୁଛି। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ କୃପା କରି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ଏପର୍ଯ୍ୟନ୍ତ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ବିନା ସବସ୍କ୍ରାଇବ୍ରେ ଭିଡ଼ିଓ ଦେଖୁଛନ୍ତି, ତ କୃପା କରି ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।